आसंता फेब्रुआरी 6 तारिखରୁ ଆରମ୍ଭ ହେବ 25ତମ ସୁବର୍ଣ୍ଣ ଚାନ୍ଦିପୁର ବେଳାଭୂମି ମହୋତ୍ସବ। ଆକର୍ଷଣୀୟ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲେଶ୍ୱର ଚାନ୍ଦିପୁର ବେଳାଭୂମିରେ 4 ଦିନିଆ ସୁବର୍ଣ୍ଣ ଚାନ୍ଦିପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ। ଚଳିତ ବର୍ଷ ମହୋତ୍ସବ 25 ବର୍ଷରେ ପଦାର୍ପଣ କରିଛି ଏବଂ କମିଟି ରୌପ୍ୟ ଜୟନ୍ତୀ ପାଳନ କରିବାକୁ ଯାଉଛି। ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଶୁକ୍ରବାର ଦିନ ସହରର ବ୍ରିଟ୍ କଲ୍ୟାଣ ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟିର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ଆସନ୍ତା 6 ତାରିଖରୁ 9 ତାରିଖ 4 ଦିନ ବ୍ୟାପୀ ହେବାକୁ ଥିବା ଏହି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସ୍ୱରମା ପାଢ଼ୀ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ, ଆଇନ ଓ ଅବକାରୀ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ, ବାଲେଶ୍ୱର ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଶାସକ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ନୀଳଗିରି ବିଧାୟକ ସନ୍ତୋଷ କଟୁଆ, ସୋର ବିଧାୟକ ମାଧବ ଧଡ଼ା, ସଦର ବିଧାୟକ ମାନସ ଦତ୍ତ, ବସ୍ତା ବିଧାୟିକା ସୁବାସିନୀ ଜେନା, ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ସମେତ ରାଜ୍ୟସ୍ତରୀୟ ନେତା ମନ୍ତ୍ରୀ ପ୍ରମୁଖ ଯୋଗ ଦେଉଥିବା ବେଳେ ଜିଲ୍ଲା ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର କଳା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଆନୁକୂଲ୍ୟରେ ପ୍ରତ୍ୟେକ ସନ୍ଧ୍ୟାରେ ମନଲୋଭା ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବ। ସେହିପରି ଲୋକକଳା ମଧ୍ୟ ପରିବେଷିତ ହେବ। ବାଲେଶ୍ୱର ସମେତ ସମଗ୍ର ଓଡ଼ିଶା ଓ ଓଡ଼ିଶା ବାହାରର ପ୍ରସିଦ୍ଧ କଳାକାରମାନେ ଏଥିରେ ଅଂଶଗ୍ରହଣ କରିବେ। ବିଭିନ୍ନ ପ୍ରକାରର ଖାଦ୍ୟ ଷ୍ଟଲ ସାଙ୍ଗକୁ ମିଶନ ଶକ୍ତି ଓ ସ୍ୱୟଂ ସହାୟିକା ଗୋଷ୍ଠୀର ଷ୍ଟଲ, କୁଟୀର ଶିଳ୍ପ ଷ୍ଟଲ ଖୋଲାଯିବ। ସେହିପରି ପ୍ରତିରକ୍ଷା ବିଭାଗ ସାଙ୍ଗକୁ ବିଭିନ୍ନ ପ୍ରକାରର ସରକାରୀ ବେସରକାରୀ ସଂସ୍ଥାର ଷ୍ଟଲ, ମାଛ ଏବଂ ଚିଙ୍ଗୁଡ଼ି, କଙ୍କଡ଼ା ଇତ୍ୟାଦି ସାମୁଦ୍ରିକ ଖାଦ୍ୟର ମଜା ନେଇପାରିବେ ଦର୍ଶକ। ଅନ୍ୟପଟେ ପ୍ରତିଦିନ ଅପରାହ୍ନରେ ବେଳାଭୂମିରେ ଭଲିବଲ, ବାସ୍କେଟବଲ, ରିଙ୍ଗ ବଲ୍, କବାଡି ଭଳି ଅନେକ ପ୍ରକାରର କ୍ରୀଡ଼ା ଆୟୋଜନ କରାଯିବ। ଏହି ଅବସରରେ କମିଟି ପକ୍ଷରୁ ସ୍ମରଣିକା ସୁବର୍ଣ୍ଣ ଶିଖତାକୁ ଉନ୍ମୋଚନ ହେବ ବୋଲି କର୍ମକର୍ତ୍ତାମାନେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଚାନ୍ଦିପୁର ବେଳାଭୂମିର ବିକାଶ ସାଙ୍ଗକୁ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ଏବଂ ବିଶ୍ୱ ଦରବାରରେ ପରିଚିତ କରାଇବାର ଲକ୍ଷ୍ୟ ନେଇ ଆଜିକୁ 24 ବର୍ଷ ହେବ ସୁବର୍ଣ୍ଣ ଚାନ୍ଦିପୁର ବେଳାଭୂମି ମହୋତ୍ସବ ଆୟୋଜନ ହୋଇଆସୁଛି। ଫଳରେ ବେଳାଭୂମିର ବିକାଶ ହୋଇପାରୁଛି। ଅଧିକରୁ ଅଧିକ ସଂଖ୍ୟାରେ ଦର୍ଶକ ଯୋଗଦେଇ ଏହି 4 ଦିନିଆ ମହୋତ୍ସବକୁ ସଫଳ କରିବା ପାଇଁ କମିଟିର ସଭାପତି ଜୀବନ ପ୍ରଦୀପ ଦାସ, ସାଧାରଣ ସମ୍ପାଦକ ହରେକୃଷ୍ଣ ଦାସ, ରୌପ୍ୟ ଜୟନ୍ତୀ କମିଟିର ଅଧ୍ୟକ୍ଷ ତଥା ଦୈନିକ ସମ୍ବାଦପତ୍ର ଆଜିକାଲିର ପରିଚାଳନା ସମ୍ପାଦକ ଡକ୍ଟର ଲକ୍ଷ୍ମୀନାରାୟଣ ମହାନ୍ତି ପ୍ରମୁଖ ନିବେଦନ କରିଛନ୍ତି। ଚାନ୍ଦିପୁର ସୁବର୍ଣ୍ଣ ଜୟନ୍ତୀ କମିଟି, ସୁବର୍ଣ୍ଣ ବେଳାଭୂମି ଜୟନ୍ତୀ କମିଟି ତାର 25ତମ ରୌପ୍ୟ ଜୟନ୍ତୀ ପାଳନ କରୁଛି ଏଥର ଏବଂ ଗୋଟିଏ କମିଟି ପ୍ରାୟ 25 ବର୍ଷ ଧରିକି ଏ କାର୍ଯ୍ୟକୁ ଅବ୍ୟାହତ ରଖିଛନ୍ତି ଏବଂ ଏଥର ଯେହେତୁ ସିଲଭର ଜୁବଲି ହେଉଛି ଆମେ କିଛି ନୂଆ ଲୋକଙ୍କୁ ଜଡ଼ିତ କରିଛୁ। ପ୍ରଶାସନ ଆଉ ଟିକେ ନିଜ ତରଫରୁ ସେମାନେ ଇଣ୍ଟରେଷ୍ଟ ହେଇକି ଜଡ଼ିତ ହୋଇଛନ୍ତି। ସେମାନେ ଯେମିତିକି କଲେକ୍ଟର ହୁଅନ୍ତୁ କିମ୍ବା ଏଡିଏମ୍, ସବ୍ କଲେକ୍ଟର ସମସ୍ତେ ଏଥିରେ ସହଯୋଗ କରୁଛନ୍ତି। ଏସ୍ପି ପୋଲିସ ପ୍ରଶାସନ ସହଯୋଗ କରୁଛି ଏବଂ ତା ସହିତ ଏଥର ମୁଖ୍ୟ କଥା ହେଲା ଆମେ ମୁଖ୍ୟମନ୍ତ୍ରୀକୁ ଆଣିବା ପାଇଁ ଆମର ଯୋଜନା ଅଛି। ସେ କହିଛନ୍ତି ମଧ୍ୟ ଭାରୱାଲି, ତାଙ୍କର ଅଫିସିଆଲ କିଛି ଆସିନାହିଁ, ଭାରୱାଲି କହିଛନ୍ତି 7 ତାରିଖ ଦିନ ଆସିବେ ବୋଲି। ତାଙ୍କର ଯଦି କାର୍ଯ୍ୟକ୍ରମ କିଛି ଆ ଭିତରେ ଫିକ୍ସ ନ ହୁଏ ବାହାରେ କିମ୍ବା ଅନ୍ୟ କିଛି, ତାହେଲେ 7 ତାରିଖ ଦିନ ସେ ଆସିବେ। ତା ସହିତ ଆମର ବାଚସ୍ପତି ଆସୁଛନ୍ତି ଉଦ୍ଘାଟନ କରିବା ପାଇଁ, ସୁରମା ପାଢ଼ୀ, ଏବଂ ତାପରେ ଆମର ପୃଥ୍ୱୀରାଜ ହରିଚନ୍ଦନ ମନ୍ତ୍ରୀ, ସୂର୍ଯ୍ୟବଂଶୀ ସୁରଜ ମନ୍ତ୍ରୀ, ଏମିତି ଏମାନେ ମଧ୍ୟ ସବୁ ଆସୁଛନ୍ତି। ଆମର ସାଂସଦ, ବିଧାୟକ ସମସ୍ତେ କେବଳ ସହଯୋଗ କରୁନାହାନ୍ତି, ସେମାନେ ମଧ୍ୟ ଆସିବେ ବୋଲି ସହମତି ପ୍ରଦାନ କରିଛନ୍ତି। ସମସ୍ତଙ୍କୁ ନେଇକି ଏଥର କାର୍ଯ୍ୟକ୍ରମଟା ଆଉ ଟିକେ ଭବ୍ୟ ଦିବ୍ୟ, ଆଉ ଟିକେ ମେଲୋଡ଼ିୟସ୍ କରାହେଉଛି। ଏଥର ମାନେ ସବୁଥର କଲଚରାଲ ପ୍ରୋଗ୍ରାମ ଉପରେ ବେସ୍ କରୁ, ଶେଷ ଦିନ ଆମର ମେଲୋଡ଼ି କରାହେଉଥିଲା। ଏଥର ସବୁଦିନ କଲଚରାଲ ପ୍ରୋଗ୍ରାମ ସହିତ ବାହାରୁ ମେଲୋଡ଼ି ଯେଉଁମାନେ ଅତ୍ୟନ୍ତ ପ୍ରସିଦ୍ଧି ଲାଭ କରିଛନ୍ତି ଲାଇଭ୍ ଶୋ ମାନଙ୍କରେ, ସେମାନଙ୍କୁ ଅଣାହେଉଛି ଏବଂ ଏଥର କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ସମସ୍ତଙ୍କ ସହଯୋଗରେ ଭବ୍ୟ ଦିବ୍ୟ ହେବ, ଏଇଟା ମୋର ଆଶା। ଷ୍ଟଲ୍ ପାଖାପାଖି 70ରୁ 80 ଭିତରେ ଷ୍ଟଲ୍ ଲାଗିବ, କାହିଁକିନା ସେଠି ଜାଗା ନାହିଁ ଆମ ପାଖରେ, ସେଠି ବହୁତ କମ୍ ଜାଗା ଅଛି ଏବଂ ସେଠି ଆଉ କିଛି ଏଥର ସ୍ୱତନ୍ତ୍ର କରାଯିବ। ଆପଣମାନେ ଜାଣିପାରିବେ ଯେ ସିଲଭର ଜୁବଲି ପାଇଁ ଲାଇଟିଂ ଟିକେ ଅଧିକା କରାହେଉଛି, ଡେକୋରେସନ୍ ଟିକେ ଅଧିକା କରାହେଉଛି, ମଞ୍ଚ ଟିକେ ଟୋଟାଲ ସମ୍ପୂର୍ଣ୍ଣ LED ମଞ୍ଚ କରାହେଉଛି।
ଏସବୁ ଭିନ୍ନ ଧରଣ ଟିକେ କରିବା ଚେଷ୍ଟା ଅଛି। ଆଞ୍ଚଳିକ ପ୍ରତିଭାମାନଙ୍କୁ ସୁଯୋଗ ଦିଆହେଉଛି 2 ଘଣ୍ଟା ଷ୍ଟାର୍ଟିଂରେ ଆଞ୍ଚଳିକ ପ୍ରତିଭାମାନେ କେବଳ ପରଫର୍ମ କରିବେ ତାଙ୍କ ପାଇଁ 2 ଘଣ୍ଟା। ଯେହେତୁ ଏଟା ବିଶ୍ୱମହାଙ୍କର ଆରମ୍ଭ କରିଥିଲେ ସ୍ୱର୍ଗତ ବିଶ୍ୱ ମହାନ୍ତି ତାଙ୍କର ଚେଷ୍ଟାରେ ଏଟା ବି ଏଇଟା ଯେତେ ବର୍ଷ ଥିଲେ ଏଟା ଭଲ କରିଥିଲେ। ତ ଯେହେତୁ ଏ ବର୍ଷ ରଜତ ସମତ ରଜତ ସିଲଭର ଜୁବଲି ସେଥିପାଇଁ ଏଥର ବେଳାଭୂମିରେ ଆମେ ରଙ୍ଗୀନ କାର୍ଯ୍ୟକ୍ରମ କରାହେଉଛି ଯେଉଁଟାକି ଆପଣ ଲାଇଟ୍ର ବେଶୀ ଫୋକସ୍ ରହିବ ଏବଂ ସେଥିର ବେଳାଭୂମିରେ ବିଚ୍ରେ ଆମେ ବି କିଛି ଷ୍ଟାଚ୍ୟୁ ରଖାଯିବ ଯେଉଁଟାକି ପର୍ଯ୍ୟଟକମାନଙ୍କର ଆକୃଷ୍ଟ ରହିବ କିଛି ବି ସେଲ୍ଫି ପଏଣ୍ଟ ରହିବ ଏବଂ ବାଲେଶ୍ୱର ଭଳିଆ ଜାଗାରେ ସି ଫୁଡ୍ ଭଳିଆର ଗୋଟେ କମ୍ପିଟିସନ୍ କରାଯିବ। ମ୍ୟାରେଡ୍ ଓମେନ୍ମାନଙ୍କ ସେମାନେ ତାଙ୍କର ଗୋଟେ ଏମ୍ ଶୋ କରାଯିବ ଯେଉଁଟାକି ଆମ ଦିନରେ ବି ରହିବେ ସନ୍ଧ୍ୟାବେଳେ ରହିବେ। ଦ୍ୱିତୀୟ କଥା ହେଲା ଯେହେତୁ ଏଥର ମୁଖ୍ୟମନ୍ତ୍ରୀ ଆସୁଛନ୍ତି ବାଚସ୍ପତି ଆସୁଛନ୍ତି ଏବଂ ତାଙ୍କର ଗମନାଗମନ ପାଇଁ ଆମର ଯେହେତୁ ଭିଡ଼ର ଆଶଙ୍କା ରହିଛି ସେଥିପାଇଁ ଆମର ଯେଉଁ ପାସ୍ର ବ୍ୟବସ୍ଥା ରଖାହେଉଛି। ପାସ୍ ଏଥର ନିହାତି ପାସ୍ ରହିବ। ଆମ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି ଆମ ପ୍ୟାଟର୍ନ ଅଛନ୍ତି ସେ ନିର୍ଦ୍ଦେଶ ଦେଇଛନ୍ତି ଯେ ଏଥର ପାସ୍ ବେଶୀ ପାସ୍ ଉପରେ ବଣ୍ଟାଯିବ। ଯେହେତୁ ଯଦି ଆମର ପାର୍କିଂ ଏରିଆ ଯଦି ଦୂର ରହିବ ସେଥିପାଇଁ ଆମେ ଇଭି ବ୍ୟବସ୍ଥା କରୁଛୁ। ଯେଉଁମାନେ ପାର୍କିଂରେ ଗାଡ଼ି ରଖିଲେ ତାକୁ ଇଭିରେ ଆଣିକି ଆମର ଗ୍ୟାଲେରୀ କି ଆମର ଯେଉଁ ଷ୍ଟେଜ୍ પર ଛାଡ଼ିକି ଯିବେ ସେଇଭଳିଆ ବ୍ୟବସ୍ଥା କରାହେଉଛି। ବାଲେଶ୍ୱରବାସୀଙ୍କୁ ଏହା କହିବି ଯେ ଗୋଲ୍ଡେନ୍ ବିଚ୍ ଫେଷ୍ଟିଭାଲ୍ ସିଲଭର ଜୟନ୍ତୀରେ ସମସ୍ତେ ଆସି ଯୋଗଦାନ କରନ୍ତୁ ଉପଭୋଗ କରନ୍ତୁ ଏବଂ ଏଇ ବର୍ଷ ଭଳିଆ ଯେଉଁ କାର୍ଯ୍ୟକ୍ରମକୁ ସେ ଯେ ଭରପୁରରେ ମଜା ନିଅନ୍ତୁ। ଅନ୍ୟମାନଙ୍କ ମଧ୍ୟରେ କମିଟିର ଉପସଭାପତି ବିପ୍ଳବ କୁମାର ମହାନ୍ତି, ସମ୍ପାଦକ ଭାଗବତ ସାହୁ, ଅତିରିକ୍ତ ସାଧାରଣ ସମ୍ପାଦକ ବାବୁଗ୍ରାହୀ ମହାନ୍ତି, କିଶୋର ଦାସ, ଇଞ୍ଜିନିୟର ନିର୍ମାଲ୍ୟ ମହାନ୍ତି, ସମରେନ୍ଦ୍ର ଦାସ, କୋଷାଧ୍ୟକ୍ଷ ମାଧବାନନ୍ଦ ମିଶ୍ର, ଆରତୀ ଦାସ, ରାଜେନ୍ଦ୍ର ପଟ୍ଟନାୟକ, ସୁକୁମାର ରଣା, ସତ୍ୟନାରାୟଣ ନନ୍ଦ, ତପନ ଜେନା, ଡକ୍ଟର ଶ୍ରୀମାନ ଶ୍ରୀଚନ୍ଦ, शेख आलम अली, हाइदर खान, अमृतांशु पट्टनायक, दिव्यज्योति महांती, देवज्योति दास महापात्र, शंकर दिंदा प्रमुख सांबादिक सम्मेलन में उपस्थित थिले।